ଖୋଲା ଆକାଶ ତଳେ 2 ଘଣ୍ଟା ରହିଲେ ପ୍ରଖର ହେବ ଦୃଷ୍ଟିଶକ୍ତି। ଜାଣନ୍ତୁ ଏମ୍ସର ଷ୍ଟଡି। ବର୍ତ୍ତମାନର ପିଲାମାନେ ମୋବାଇଲରେ ଗେମ୍ ଖେଳି ସମୟ ବିତାଉଛନ୍ତି। ଘର ବାହାରେ ଖେଳ ଖେଳିବାକୁ ପିଲାମାନେ ଇଚ୍ଛା କରୁନାହାନ୍ତି, ଯେଉଁଥିପାଇଁ ସେମାନଙ୍କର ଶରୀରରେ ଅନେକ ପ୍ରକାରର ରୋଗ ହେଉଛି। ଏସି, କୁଲର ଏବଂ ବନ୍ଦ ଘରେ ରହିବା ଯୋଗୁଁ ପିଲାମାନଙ୍କଠାରେ ଭିଟାମିନ୍ ଡିର ବହୁତ ଅଭାବ ଦେଖାଯାଉଛି। ଏବେ ଦିଲ୍ଲୀର ଏମ୍ସର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଯେଉଁ ପିଲାମାନେ ସୂର୍ଯ୍ୟ କିରଣରେ ବାହାରକୁ ଯାଉନାହାନ୍ତି ସେମାନଙ୍କ ଆଖିରେ ଏହାର ପ୍ରଭାବ ପଡ଼ୁଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରତିଦିନ ସୂର୍ଯ୍ୟ କିରଣରେ 2 ଘଣ୍ଟା ବିତାଇବା ଏବଂ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଦୃଷ୍ଟିଶକ୍ତି ଦୁର୍ବଳ ହେବାର ଆଶଙ୍କା କମିଯାଏ। ଏମ୍ସର ଚକ୍ଷୁ ବିଭାଗ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କରୋନା ମହାମାରୀ ପରେ ପିଲାମାନଙ୍କ ଆଖିରେ ପ୍ରୋଗ୍ରେସିଭ୍ ମାୟୋପିଆ ରୋଗ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଶିଶୁ ଚକ୍ଷୁ ବିଭାଗର ଡାକ୍ତରଙ୍କ ଏକ ଟିମ୍ ଦିଲ୍ଲୀର ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କ ଉପରେ ଏକ ଅନୁସନ୍ଧାନ କରିଥିଲେ। ଏହି ଅନୁସନ୍ଧାନରେ 22ଟି ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ପିଲାମାନେ ସାମିଲ ହୋଇଥିଲେ ଏବଂ ସେମାନଙ୍କୁ 2ଟି ଗ୍ରୁପରେ ଭାଗ କରାଯାଇଥିଲା। ପ୍ରାୟ 2 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ଉପରେ ଏହି ଅନୁସନ୍ଧାନ କରାଯାଇଥିଲା। ଏହି ସମୟରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ଆଖିରେ ପରିବର୍ତ୍ତନ ମଧ୍ୟ ଦେଖାଯାଇଥିଲା। ପ୍ରାୟ 3 ବର୍ଷ ପରେ ପିଲାମାନଙ୍କ ଆଖି ଏବଂ ସ୍ୱାସ୍ଥ୍ୟକୁ ଯାଞ୍ଚ କରାଯାଇଥିଲା, ଯେଉଁଥିରେ ପିଲାମାନଙ୍କ ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଥିଲା। ଭୁବନେଶ୍ୱରରୁ ଜୟରାମ ସାହୁଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ।